ପିଲାମାନେ ଜୟ ଜଗନ୍ନାଥ ସମସ୍ତେ ଆଶା କରୁଛି ଆପଣମାନେ ବହୁତ ଖୁସିରେ ଥିବେ ତୟାରୀ ବି ସୁନ୍ଦର ଭାବରେ ଚାଲୁ ରଖିଥିବେ 2026 ପାଇଁ ଆପଣମାନଙ୍କ ପାଇଁ ଖୁସିର ଖବର ଆସି ପହଞ୍ଚିଲା OSSSC ଅଣ୍ଡରରେ ଦେଖନ୍ତୁ ବହୁତ ସୁନ୍ଦର ଭେକେନ୍ସି ଆସି ପହଞ୍ଚିଛି ଯେ କି ଟୋଟାଲ ଭେକେନ୍ସି ସଂଖ୍ୟା ଅଛି 1569ର ଭେକେନ୍ସି ଅଛି କ'ଣ କ'ଣ ପୋଷ୍ଟ ଅଛି ଆପଣମାନେ ଦେଖନ୍ତୁ RI ARI ଆଉ ଅମିନ ତା ସାଙ୍ଗରେ ଅଛି SSSFSର ନୂଆ ଭେକେନ୍ସି ବି ଅଛି ତା ସାଙ୍ଗରେ ଆହୁରି କିଛି ଭେକେନ୍ସି ଯୋଡ଼ି ହୋଇ ରହିଛି ସେ ଭେକେନ୍ସି ହେଲା ଅଙ୍ଗନବାଡ଼ି ସୁପରଭାଇଜରରେ ଭେକେନ୍ସି ବି ଅଛି ପିଲାମାନେ ସମସ୍ତେ ଭଲ ଭାବରେ ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଯଦିକା ଚ୍ୟାନେଲ ନୂଆ ଥିବେ ଚ୍ୟାନେଲଟିକୁ ଜଲ୍ଦି ସବସ୍କ୍ରାଇବ୍ କରିଦିଅନ୍ତୁ ଏଇଭଳି ନୂଆ ନୂଆ ନୋଟିଫିକେସନ୍ ପାଇବେ OSSSC ଅଣ୍ଡରରେ ନୂଆ ଭେକେନ୍ସି ଆପଣମାନଙ୍କ ପାଇଁ ବହୁତ ଜଲ୍ଦି ଆହୁରି କିଛି ଭେକେନ୍ସି ଆସି ସାରିଛି ଆପଣମାନେ ଦେଖନ୍ତୁ ମୋ ପୂର୍ବ ଭିଡ଼ିଓକୁ ଯାଇ ଦେଖିପାରିବେ ଆଉ ସବୁ କ'ଣ ଭେକେନ୍ସି ଅଛି ଦେଖନ୍ତୁ ପିଲାମାନେ ଆପଣମାନଙ୍କ ପାଇଁ ଆସିଲା ଖୁସିର ଖବର ଯେ ଖବରଟି ହେଉଛି OSSSC ଅଣ୍ଡରରେ ଯେଉଁ ଭେକେନ୍ସି ଅଛି ଓଡ଼ିଶା ସବ୍ ଅର୍ଡ଼ିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନର ତରଫରୁ ଏ ଭେକେନ୍ସିଟି ଆସିଛି ଦେଖନ୍ତୁ ପୋଷ୍ଟ କ'ଣ ଅଛି ARI ଅଛି ଅମିନ ଅଛି RI ଅଛି ଆଉ ତା ସହ ଷ୍ଟାଟିଷ୍ଟିକାଲ ଫିଲ୍ଡ ସର୍ଭେର ଅଛି ଏଇ ଯେଉଁ ପୋଷ୍ଟଟି ଆପଣମାନଙ୍କ ପାଇଁ ଅଛି ଟୋଟାଲ ଅନଲାଇନ୍ ତାର ଆପ୍ଲାଇ ମୋଡ଼ ରହିବ ଅନଲାଇନ୍ ରେଜିଷ୍ଟ୍ରେସନ୍ ଷ୍ଟାର୍ଟ କେବେ ହେବ ନା 29 ଡିସେମ୍ବର ପାଖରୁ ଷ୍ଟାର୍ଟ ହେବ ଲାଷ୍ଟ ଅଛି କେତେ ଜାନୁଆରୀ 29 ପର୍ଯ୍ୟନ୍ତ ଆପଣମାନଙ୍କର ଲାଷ୍ଟ ଅଛି ସିଲେକ୍ସନ୍ ପ୍ରୋସିଡ୍ୟୁର ଦେଖନ୍ତୁ କେମିତି କ'ଣ ରହିବ ପିଲାମାନେ ସିଲେକ୍ସନ୍ ପ୍ରୋସିଡ୍ୟୁର ରହିଛି ପ୍ରିଲିମିନାରୀ ହେବ ତାପରେ ମେନ୍ ହେବ ତାପରେ ଯାଇକି ଆପଣମାନଙ୍କର ସ୍କିଲ୍ ଟେଷ୍ଟ ହେଇକି ଆପଣମାନଙ୍କୁ ସିଲେକ୍ସନ୍ କରାଯିବ ଦେଖନ୍ତୁ ଫାଷ୍ଟ ଷ୍ଟାର୍ଟିଂ ହେବ ପ୍ରିଲିମିନାରୀ ତାପରେ ମେନ୍ ହେବ ଦୁଇଟି ଏକ୍ଜାମର ଯେଉଁମାନେ ପାସ୍ କରିବେ ସେମାନେ ଯିବେ ଯେ କି ଜବ୍ ହାସଲ କରିପାରିବେ ଏଟା ଅଲ୍ ଓଡ଼ିଶା ଜବ୍ ରହିବ ପିଲାମାନେ ସମସ୍ତେ ଏଟାକୁ ଭଲ ଭାବରେ ଜାଣିବା ଦରକାର ଦେଖନ୍ତୁ ଡେଟ୍ ଆପଣମାନଙ୍କର ନୋଟିଫିକେସନ୍ ଆସି ସାରିଛି ଯେ କି କେବେ ନା 24 ତାରିଖ ପାଖରୁ ନୋଟିଫିକେସନ୍ ଆସିଛି ତା ରେଜିଷ୍ଟ୍ରେସନ୍ ଡେଟ୍ ଷ୍ଟାର୍ଟ ହୋଇଯିବ କେବେ ନା 29 ଡିସେମ୍ବର ପାଖରୁ ରେଜିଷ୍ଟ୍ରେସନ୍ ଷ୍ଟାର୍ଟ ହେବ ରେଜିଷ୍ଟ୍ରେସନ୍ର ଲାଷ୍ଟ ଡେଟ୍ କେତେ ରହିବ ନା 21 ଜାନୁଆରୀ ତାର ଲାଷ୍ଟ ଡେଟ୍ ରହିବ ଫର୍ମ ଫିଲ୍ଅପ୍ର ଲାଷ୍ଟ ଡେଟ୍ କେବେ ରହିବ 29 ଜାନୁଆରୀ ପର୍ଯ୍ୟନ୍ତ ତାର ଫର୍ମ ଫିଲ୍ଅପ୍ର ଲାଷ୍ଟ ଡେଟ୍ ରହିବ ଏଥର ଆପଣମାନେ ଦେଖନ୍ତୁ ଏ ସରକାର କେତେ ଲୁଟି ଚାଲିଛି ଆପଣମାନଙ୍କୁ ଯେ କି ପୂର୍ବରୁ ଆପଣମାନଙ୍କର OSSSC ଓଡ଼ିଶା ଅଣ୍ଡର ଯେତିକି ପୋଷ୍ଟ ବାହାରୁଥିଲା ଟୋଟାଲ ଫ୍ରି ସମସ୍ତେ ପକାଇ ପାରୁଥିଲେ ବଟ୍ ଏବେ ଆପଣମାନଙ୍କୁ ଯେ କି ପେମେଣ୍ଟ କରିବା ପାଇଁ ପଡ଼ିବ ଯେ କି ପେମେଣ୍ଟ କଲା ପରେ ଆପଣମାନଙ୍କର ଫର୍ମଟି ସବମିଟ୍ ହେବ ଯେ କି ଏ ସରକାର ଗରିବର ସରକାର ନୁହେଁ ଆପଣମାନଙ୍କୁ ଜଣାଇ ଦିଆଯାଉଛି ସମସ୍ତଙ୍କ ପାଖରୁ ଫି ନିଆଯିବ ଯେ କି ତାପରେ ଦେଖନ୍ତୁ କ୍ୟାଟେଗୋରୀ ଅନୁସାରେ ଫି ରହିବ ଆପଣମାନଙ୍କୁ ଜଣାଇ ଦିଆଯିବ ଯେ କି ଫର୍ମଟି ଯେବେ ଆପ୍ଲାଇ ହେବ ସେବେ ଜଣାଇ ଦିଆଯିବ ଆପଣମାନଙ୍କର ଫିଟା କେତେ ଅଛି ତାପରେ ଦେଖନ୍ତୁ କ୍ୱାଲିଫିକେସନ୍ ତା ସାଙ୍ଗର ଏଜ୍ କ୍ରାଇଟେରିଆ କ'ଣ ଅଛି ଯେଉଁ ରେଭିନ୍ୟୁ ଇନ୍ସପେକ୍ଟର ଅଛି ରେଭିନ୍ୟୁ ଇନ୍ସପେକ୍ଟର ଯେଉଁମାନେ ବ୍ୟାଚଲର ଡିଗ୍ରୀ ତାମାନେ +3 କମ୍ପ୍ଲିଟ୍ କରିଥିବେ ସେଇମାନେ ଆପ୍ଲାଏ କରିବେ ତା ସାଙ୍ଗରେ ଥିବା ଦରକାର କ'ଣ କମ୍ପ୍ୟୁଟର ନଲେଜ ଥିବା ଦରକାର ତାର ଯେଉଁ ଏଜ୍ କେତେ ଅଛି ଦେଖନ୍ତୁ 20ରୁ 38 ବର୍ଷ ଯାହାର ହୋଇଥିବ ସେଇମାନେ ହିଁ ଏଟାକୁ ଆପ୍ଲାଏ କରିପାରିବେ କେଉଁଟା ନା ରେଭିନ୍ୟୁ ଇନ୍ସପେକ୍ଟର ତାପରେ ରହିଲା କ'ଣ ନା SF ଯେଉଁ ସୁପରଭାଇଜର ଫିମେଲ ଓନ୍ଲି ଯେଉଁ ସୁପରଭାଇଜର ଫିମେଲ ଦେଖନ୍ତୁ ଯେଉଁଟା ଆପଣମାନଙ୍କୁ ଜଣାଇ ଦିଆହେଲା ଅଙ୍ଗନବାଡ଼ି ସୁପରଭାଇଜର ଓନ୍ଲି ଫିମେଲ ମାନେ ସେଟାକୁ ଆପ୍ଲାଏ କରିପାରିବେ ବ୍ୟାଚଲର ଡିଗ୍ରୀ ଆର୍ଟ୍ସ ସାଇନ୍ସ କମର୍ସ ସମସ୍ତେ ଏଟାକୁ ଆପ୍ଲାଏ କରିପାରିବେ ଏଜ୍ କେତେ ଅଛି ନା 21ରୁ 38 ବର୍ଷ ପର୍ଯ୍ୟନ୍ତ ଅଛି ତାପରେ ଦେଖନ୍ତୁ ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର ଦେଖନ୍ତୁ ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର ଏଜୁକେସନ୍ କ'ଣ ନା +2 ଯେଉଁମାନେ +2 ପାସ୍ କରିଛନ୍ତି ସେଇମାନେ ଏଟାକୁ ଆପ୍ଲାଏ କରିପାରିବେ +2 ଓନ୍ଲି +2 ପାସ୍ ଯେଉଁମାନେ କରିଥିବେ ତା ସାଙ୍ଗରେ ଭୋକେସନାଲ ଟ୍ରେନିଂ ନେଇଥିବା ଦରକାର ନଚେତ ଡିପ୍ଲୋମା ଯେଉଁମାନେ କରିଥିବେ ସେଟାକୁ ଆପ୍ଲାଏ କରିପାରିବେ ଓନ୍ଲି ଯେ କି ଭୋକେସନାଲ ଟ୍ରେନିଂ ତା ସାଙ୍ଗରେ କ'ଣ ନା
+2 पास करिथिबे नचेत ता सांगरे कोन डिप्लोमा जो माने भी डिप्लोमा करिथिबे सेटा को अप्लाई करि परिबे तीनटा कैटेगरी पिला भी एटा को अप्लाई करि परिबे यार देखंतु एज क्राइटेरिया कौन अच्छी ना 20 रु 38 वर्ष अच्छी तापर देखंतु अमीन से भली भाव में देखंतु आपण माने +2 पास करिथिबे नचेत डिप्लोमा भी पास करथिले एटाकू अप्लाई करि परिबे वोकेशनल ट्रेनिंग भी नैथिले एटाकू अप्लाई करि परिबे ता संगरे कंप्यूटर नॉलेज निहाती थिबा दरकार एज केते अछि देखंतु 20 वर्ष रु 38 वर्ष पर्यंत आपण मान अप्लाई करि परिबे देखंतु तापर स्टैटिस्टिकल फील्ड सर्वे एटा को को माने अप्लाई करि परिबे देखंतु +2 ओनली +2 पास करिथिबा दरकार जे कि एटा समस्त अप्लाई करि परिबे जो माने +2 पास करिथिबे 21 वर्ष रु 38 वर्ष पर्यंत आपण माने एटा को अप्लाई करि परिबे तापरे एज रिलैक्सेशन रही देखंतु SC ST आ SCBC रो 5 वर्ष अछि कोटार ना ओमेन RI ARI अमीनो SSF स्पोर्ट्स 5 वर्ष तापर कौन कही ना सुपरवाइजर पोस्ट नो रिलैक्सेशन यही भाव में अंगनवाड़ी वर्कर रही केते ना 5 वर्ष हैंडिकैप्ड पिला रही 10 वर्ष पिला माने एटा को भी आपण माने भल भाव में देखिबा दरकार तापरे आपण मानक पई रही सबु किछि डिटेल्स एथिरे मु जणै देछि समस्त भल भाव में वीडियोटी को आरंभ रु शेष पर्यंत देखिबे जदि चैनल नुआ थिबे चैनल को जल्दी सब्सक्राइब कर देबे जय जगन्नाथ जय हिंद।